ତମ ପାଖରେ ରଖେ ଭଲପିଆ ଖେଳ ନଥିଲା ଏତେ ଦିନ ଟୋକା ଷ୍ଟ୍ରଗଲ କଲା ତା ଭଲପିଆ କଣ ଇଜିବିରେ ଖେଳି ଦେଇ ବେଳେ ରହୁଥିବାଟା ତୁ ତ ଡାଇଲଗ ମାରିଲୁ ପୁଣି ଠିଆ ହେଇକି ତ ମାରିଥାନ୍ତୁ ଶଳା ହଲି ଝୁଲିକି କ'ଣ ମାରୁଛୁ ଆଉ ତୁ କ'ଣ ବାର ଷ୍ଟ୍ରଗଲ କଲୁ ଶଳା ଯିବୁ ପୁରୀ ମନ୍ଦିର ଭିଡ଼ିଓ କରିବି ନାଇଁ ଶଳା ଷ୍ଟ୍ରଗଲ କଲୁ गजब बेइज्जती है। ଏଠି ସମସ୍ତେ ପଚାରୁଛନ୍ତି ଭାଇ ମୋ କଥା କଣ ମନେ ଅଛି ନା ନାଇଁ ଆରେ ମୋ ତ ଆଇଟି ପାସୱାର୍ଡ ମୋର ମନେ ରହୁନି ତମ କଥା କେମିତି ମନେ ରହିବ ରେ ରେ ବାଳ ତୁ ତ ପୁରୀର ଗୋଟେ ମୁଣ୍ଡି ନା ତୋତେ ସବେ ପଚାରୁଛନ୍ତି ଶଳା କହୁଛି ମତେ ପଚାରୁଛନ୍ତି ତୁ ବାଳ ମୁଣ୍ଡି ଗୋଟେ ଆଉ କହିଥାନ୍ତି କ୍ରିକେଟ ଖେଳିଥାନ୍ତେ ଫୁଟବଲ ଖେଳିଥାନ୍ତେ ବ୍ୟାଡମିଣ୍ଟନ ଖେଳିଥାନ୍ତେ କାହିଁକି ମୋ ଫିଲିଂସରେ ଖେଳିବା କ'ଣ ଦରକାର ଥିଲା ହେଲେ ଆଉ କିଏ ମିଳିବ ତା ଏତେ ଦିନ କ'ଣ ଟୋକାଟା ପାଇଁ ଷ୍ଟ୍ରଗଲ ହେଲା ତା ଭଲପିଆ ବୁଝୁଛନ୍ତି ତା ଉଦୟ ବୁଝୁଛନ୍ତି ଆଉ କେଉଁ ପଇସା ମିଳିଲା ବେଳେ ତା ବୋଉ ମେଣ୍ଟାଲ କିଛି କାମ ନାହିଁ ଖାଲି ପୁରୀ ମନ୍ଦିରକୁ ଜଗନ୍ନାଥ ମନ୍ଦିର ପାଖକୁ ଯିବ ଆଉ ଶଳା ଭିଡ଼ିଓ କରିକି ଆସିବ ଆରେ ସୁଧୁରି ଯାରେ ନହେଲେ ଗାଣ୍ଡି ମରେ ହଉ ଏତେ ଶଳା ଆଗରୁ ବୋଧେ ପ୍ଲାନ୍ କରିଥାଏ ଆଜି ଯିବି ଜଗନ୍ନାଥ ମନ୍ଦିରକୁ ଯିବି ଭିଡ଼ିଓ କରିବି ଆଉ ଭାଇରାଲ ହେଇବେ ମାତର ଚୋት भोसड़ी के कहाँ से आया रे तू ନା ଭାବୁଛୁ ବର୍ଷା ଖେଳ ନା ଭାବୁଛୁ ଯେତେବେଳେ ଇଚ୍ଛା ହେଲେ କଲ୍ କରିବୁ ଶଳା ଜାଣିଛି ଶଳା ଗଞ୍ଜେଇ ପିଇକି ଆସିବି ଜଣା ପଡୁଛି ଶଳା ଗଞ୍ଜେଇ ମାରି ଦେଇକି କ'ଣ କ'ଣ କହୁଛି ଦେଖୁଛ ଯେତେବେଳେ ଇଚ୍ଛା ହେଲେ ମେସେଜ କରିବୁ କେତେବେଳେ ଭିଡ଼ିଓ କଲ୍ କରିବୁ ହେଲେ ଆଉ କୋଉ କହିଥାତେ ଯାଇ ଖୁସିରେ ଅଛୁ ଆପଣ ଯୋଉ ମତେ କଲ୍ କରୁଛନ୍ତି ସିଏ ଏବେ ଅଲଗା କାହା ସାଙ୍ଗରେ ଖୁସିରେ ଅଛନ୍ତି ରେ ଭାଇ ପଛରେ ଗୋଟେ ନନା ଠିଆ ଶୋଇଛି ଦେଖ ଶଳା ସେ ଯଦି ଉଠିଲା ହେଲେ ତ ଗାଣ୍ଡି ଫଟି ମୁଣ୍ଡ ଅନ୍ଧାର କରିଦେବ ଭାବିକି ସେ ଭିଡ଼ିଓ କର ନହେଲେ ଗ୍ୟାଂ କରୁଛ ମତେ ମାରିବାକୁ ଶୁଣେ ଗୋଟେ ରୟାସ ଗୋଟେ ପାଣି ଶୁଖିଲା ପିଇବି ତ ଗ୍ୟାଙ୍ଗ ଛତୁ କରିଦେ ତୁ ମତେ ମାରିବାକୁ ଗ୍ୟାଂ ଚଲ ଶୁଣେ ପୁରୀ ପିଲା ଏମିତି କହିକି ଖେଳିକି ମାରିବି କିଏ ଅଛି ମତେ ରଖିଲା ଘରେ ହଁ ମିଷ୍ଟର ନୁହେଁ ତୋତେ ମାରବା ନାଇଁ ଗ୍ୟାଙ୍ଗ ପଠାବି ଆଉ ହଁ ତୋ ଉପରେ ମୁଁ ରାଗୁଛି କାହିଁକି ଜାଣିଛୁ ମୁଁ ତୋର ଭଲ ପାଉଛି ଆଉ ଯଦି ମୋ ରାଗଟା ତୋର ଖରାପ ଲାଗୁଛି ତାହେଲେ ମୁଁ ଆଉ ତୋର କିଛି କହିବିନି ମୁଁ ତୋର ଭଲ ପାଉଛି ଭଳିଆ କହୁଛି ସ୍ୱାର୍ଥ ସରିଗଲେ କିଏ ମୁଁ କହୁନଥିଲି ଏ ଶଳା ଗଞ୍ଜେଇ ପିଉଛି ଶଳା କି ଗୀତରେ ଭାଇ ହ୍ୟୁମାନ ସାଗର ଫେଲ ମାରିଯିବ ଓ ମାଇ ଗଡ୍ ପୁରା ତୁ ତ ଦେବଦାସ ହେଇଯାଉଛୁ ନା ରେ ଭାଇ ଗଞ୍ଜେଇ ଟିକେ କମ୍ କର ଭାଇ ଦେହ ପ୍ରତି ହାନିକାରକ ଗଲା ତ ଗାଇଜ ମୁଁ ୟାକୁ କ'ଣ ପାଇଁ ନାଲି ଟୋପାକୁ କ'ଣ ପାଇଁ ରୋଷ୍ଟ କଲି ଆପଣମାନେ ଜାଣିଛନ୍ତି କି ମୁଁ ଆକ୍ଚୁଆଲି ୟାକୁ ଯେଉଁ ପୁରୀ ହେଉଛି ସେ ଖାଲି ଓଡ଼ିଶାରେ ପରିଚିତ ନାହିଁ ସେ ହେଉଛି ବିଶ୍ୱରେ ପରିଚିତ ସେ ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ବିଶ୍ୱରେ ପରିଚିତ ତମେ ତାକୁ ନେଇ ଗୋଟେ ଫାସ୍ ଲଗେଇଛ ଶଳା ତୁ ତ ଯିବୁ ସେଠି ଭିଡ଼ିଓ କରିବା ପାଇଁ ପୁଣି ଭାଷା ଭୁଷି ପୁଣି ଝିଅମାନଙ୍କୁ ସେଟା ଗାଳି କରିବୁ ହେଲା ସେଥିପାଇଁ ୟାକୁ ରୋଷ୍ଟ ମାରିଲି ତ ଗାଇଜ ଭିଡ଼ିଓ ଯଦି ଭଲ ଲାଗେ ଲାଇକ୍ ଏଣ୍ଡ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଦେଖାବା ଗୋଟେ ନେକ୍ସଟ ଭିଡ଼ିଓରେ।